କୋଉ ଯାତ୍ରା କହୁନୁ? ବୋଉ ଝଗଡ଼ାଟା କୋଉଠୁ ଆରମ୍ଭ ହେଲା? ଝଗଡ଼ାଟା କୋଉଠୁ ଆରମ୍ଭ ହେଲା? ମେଡିକାଲ ଯିବି ଔଷଧ ଆଣିବି କଣ କହୁଛ? ଶୋଇଛୁ କୋଡ଼ିଆ ଶୋଇଛୁ ଏଠି କଣ ବେଗ ପକେଇଲୁ ଯିବି ଯିବୁ ଆସିବି କେମିତି? ନାଇଁ ନାଇଁ ପୁଣି ଏକ ନୂଆ ଫ୍ରେଶ ବ୍ଲଗରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମର ବହୁତ ଦିନରେ ବ୍ଲଗ ଆସିନଥିଲା। ସମେତ କମେଣ୍ଟ ମୁଁ ପଢ଼ୁଥିଲି, ସେମାନେ ଥିଲେ ସବୁ ଭାଇ ଭଉଣୀମାନେ କହୁଥିଲେ ଭାଇ ବ୍ଲଗ କମେ ଆସୁନି, ବ୍ଲଗ କମେ ଆସୁନି। ଏମିତି କିଛି ଲାଇଫ୍ରେ ପ୍ରୋବ୍ଲେମ୍ ବି ଥିଲା, ମୋର ବି ଟିକେ କାମ ବି ରହିଯାଉଥିଲା, ବୋଉର ବି ଟିକେ ଦେହ ଭଲ ନଥିଲା, ସେଥିପାଇଁ ବ୍ଲଗ ଆସିପାରୁନଥିଲା। ଏଥର ମୁଁ ଡେଲି ଚେଷ୍ଟା କରିବି ବ୍ଲଗ ଆଣିବାକୁ, ଡେଲି ଚେଷ୍ଟା କରିବି ବ୍ଲଗ ଆଣିବା ପାଇଁ। ଟିକେ ବୋଉର ବି ଦେହ ଖରାପ ହେଇଯାଇଛି, ଦିହ ବ୍ଲଡ଼ ପ୍ରେସର ଟିକେ ଚେକଅପ୍ କରିବା ପାଇଁ ଯାଉଛୁ ତାକୁ। ତ ଏଥର ମୁଁ ଚେଷ୍ଟା କରୁଛି ଡେଲି ବ୍ଲଗ ଆସିବ। ମାନେ ସମସ୍ତଙ୍କର ବି କମେଣ୍ଟ ଆସିଥିଲା ଭାଇ ବ୍ଲଗ କମେ ଆଣୁନାହାନ୍ତି, ବ୍ଲଗ କମେ ଆଣୁନାହାନ୍ତି। ଏଥର ମୁଁ ଡେଲି ଆଣିବାକୁ ଚେଷ୍ଟା କରିବି, ଡେଲି ଆଣି ତାହେଲେ ଦେଖୁଛ ସକାଳୁ ଛତୁଆ। ସକାଳୁ ଉଠିଲି ପୁରା ମାନେ ସକାଳୁ ବାହାରିଲି ଛତୁଆ, ବାପା ବି ରେଡ଼ି ହେଇଗଲାଣି। ଖାଇଦିଏ, ଖାଇସାରିଲା ପରେ ଆମେ ବାହାରିବା ମେଡ଼ିକାଲ। ଆଗେ ଛତୁଆଟା ଖାଇଦିଏ, ନହେଲେ ମୋ ବୋଉ ପିଠି ପଠେଇଦେଲୁ ବାପା। ଛତୁଆଟା ଆମର ପୁରା ଫେବରେଟ୍ ଜିନିଷ, ଫେବରେଟ୍ ନ ବୋଉ ମୋତେ ଖୁଆଇ ଡେଲି ଅଭ୍ୟାସ କରିସାରିଲାଣି ଆଉ। ଛତୁଆ ନ ଖାଇଲେ ବଳ ଆସିବନି, ସେଥିପାଇଁ ଛତୁଆ ଖାଇବାକୁ ବାଧ୍ୟ। ଯଦି ମୁଁ ଭିଡ଼ିଓ କିଛି ଏପଟ ସେପଟ କହୁଥିବି ମୋତେ କ୍ଷମା କରିଦେବେ, ଟିକେ ଭୁଲଭାଲ ତ ହେବ, ସେଥିପାଇଁ କ୍ଷମା କରିଦେବେ। ଚାଲ ମୁଁ ଆଗକୁ ଦେଖୁଛି ଯେ ଆମର କ'ଣ କ'ଣ ଘଟୁଛି ଆମ ସହିତ। ମୋ ବାପାଙ୍କୁ ଆଉ ବୋଉକୁ ନେଇକି, ମାନେ ବାପାଙ୍କର ବୋଉକୁ, ମାନେ ବାପା ଆଉ ମୋ ମାମା ନୁହଁ, ମାନେ ବାପାଙ୍କ ବୋଉକୁ ନେଇକି ଯିବି। ଚାଲ ନେଇଯିବା। ଧନ ଆସ ଯିବା। ଧନ ବି ଯିବେ ଚେକଅପ୍ କରିବା ପାଇଁ। ଧନ କ'ଣ କହୁଥିଲ? ଧନ ଅନା ଟିକେ କ'ଣ କୁହ ଟିକେ ସକାଳୁ ସକାଳୁ କେତେବେଳୁ ଡାକୁଛି? ତୁ ଶୋଇଛୁ କୋଡ଼ିଆ ଶୋଇଛୁ ଏଠି କଣ ବେଗ ପକେଇଲୁ ଯିବି ଯିବୁ ଆସିବି କେମିତି? ନାଇଁ ବାପାଙ୍କୁ ଧରିଛୁ ଯିବେ ସଉଦା ପାଇଁ ଜଗତପୁର ଆଉ ଜିମି ପକେଇଦେଲା। କିଛି ନାହିଁ। ହେଲା ଆମେ ସକାଳୁ ବାପାଙ୍କ ମୋର ବୋଉର ବାହାରି ଗଲୁ। ବୋଉର ଟିକେ ଚେକ୍ କରିବା ପାଇଁ, ବାପାଙ୍କ ଆମେ ଟିକେ ଡାଇବେଟିସ୍ ଚେକ୍ କରିବା ପାଇଁ। ବାପା କ'ଣ କହୁଛ? ନାଇଁ କ'ଣ କହିବି, କ'ଣ କହିବି? କିଛି କୁହ, ଆମର ଏତେ ଲୋକ ଭଲ ପାଉଛନ୍ତି। ଯିବା ମେଡ଼ିକାଲ ଯିବା। ଆଉ ବୋଉ ତମେ କ'ଣ କହୁଛ? ଦିଅନ୍ତୁ କି ଅଣା ତୁ ତ ଆଜି କହିଲୁ ପାଟି କରିବେ ମତେ ନଉନି 3 ଦିନ ହେଲା ଶୋଇକି ରୋବିକା ଉଠିଲା। ବୋଉ ସବୁ ବାହାରି ବୁରି ଗଲୁ। ବୋଉକୁ ଏବେ ମେଡ଼ିକାଲ ନେଇକି ଯିବା, ବାପା ବି ଠିଆଇଛନ୍ତି। ଚାଲ ଏବେ ମେଡ଼ିକାଲ ନେଇକି ଯିବା, ଦେଖିବା ମେଡ଼ିକାଲ କ'ଣ ବୋଉର ରିପୋର୍ଟ ବାହାରୁଛି। ଚାଲ ଆମେ ବୋଉର ଏବେ ଚେକଅପ୍ ସରିଲା। ହାଉଲେ ଟିକେ ପାଟି କରୁଛି, କି ଖରାପ ଭାବିବନି। ବୋଉ କ'ଣ କହୁଛ? ବୋଉ ଔଷଧ ତାଙ୍କୁ ଧୋଇଲେ, ଔଷଧ ତ ନେଇକିନା ଯିବା ଘରେ ଖାଇବା ପିଇବା କରିବା, ପୁଣି ବ୍ଲଗ୍ କଣ୍ଟିନ୍ୟୁ କରିବା। ଆମ ବ୍ଲଗ୍ଟା ଯଦି ଭଲ ଲାଗୁଛି ଟିକେ ଲାଇକ୍ କରିକି ସବସ୍କ୍ରାଇବ୍ କରିଦିଅ। ବୋଲ ବୋଉ ଶୁଣ ବା, ଆଇ ଲଭ୍ ୟୁ। ଓକେ ଚାଲ ତ ଆମେ ଘରକୁ ଯିବା। ହବ ବାପା ବି ବସିଛନ୍ତି, ବାପାଙ୍କୁ ଟିକେ ଚେକଅପ୍ ହେଉଛି। ମାନେ ଦେଖିପାରୁଥିବେ ସକାଳୁ ଆମେ ମେଡ଼ିକାଲ ଯାଇକି ଆସିଲା ପରେ ମୋ ମାମା ବଡ଼ି ଚୁରାକୁ ପଖାଳ ଭାତ ଭଜା, ପୁରା ପଖାଳ ଭାତ ପୁରା ଟାଙ୍କିଆ ବାଡ଼େଇଦେବା। ସକାଳୁ ମାମା ପୁରା ପଖାଳ ତ କରିଛନ୍ତି, ପୁରା ପେଟେ ବାଡ଼େଇ ଦେଲେ ଶାନ୍ତି। ପୁରା ଆମ ଓଡ଼ିଆ ଘରେ ଜାଣିଥିବ ତ ପଖାଳ ତ ଆଗେ, ପଖାଳ ଓଡ଼ିଆ ଭାରି ବଢ଼ିଆ। ଚାଲ ପଖାଳ ତ ଖାଇଦେବା, ପେଟ ଟିକେ ଥଣ୍ଡା କରିଦେବା, ତାପରେ ଆଗକୁ କ'ଣ ଭିଡ଼ିଓ ବନେଇବା। ତାପରେ ମୁଁ ଖରାବେଳେ ଶୋଇଯାଇଥିଲି ବୋଲି ଆଉ ଭିଡ଼ିଓ କଣ୍ଟିନ୍ୟୁ କରିପାରିନଥିଲି। ଶୋଇକି ଉଠୁ ନା ଚୁଡ଼ା କଦଳୀ, ସନ୍ଧ୍ୟା ହେଇଗଲାଣି। ଚୁଡ଼ା କଦଳୀ ଗୋଳେଇ ଦେଲି, ଚୁଡ଼ା ଚକୁଡ଼ା ଖାଇଦେଇକି ଜିମ୍ ଯିବା। ଜିମ୍ ଯାଇ ଟିକେ ୱାର୍କଆଉଟ୍ କରିବା। ଜିମ୍ ପୁରା ବନ୍ଦ, ଭିଡ଼ିଓ ଜିମ୍ ପୁରା ବନ୍ଦ। ଚାଲ ମୁଁ ଯାଉଛି ଖାଇଦେ ଯାଉ ଜିମ୍ ବାହାରି। ଆଉ ତ ସାଙ୍ଗମାନେ ମୁଁ ଏବେ ଚାଲି ଜିମ୍। ସନ୍ଧ୍ୟାବେଳେ ଜିମ୍ ବାହାରିଲି, ଜ୍ୟାକେଟ୍ଟା ଟିକେ ପକେଇ ଦେଇଥିବା। ଥଣ୍ଡା ତ ଲାଗୁନି, ନର୍ମାଲ ଜ୍ୟାକେଟ୍। ବଡି ତ ଝଡ଼ି ଗଲାଣି, ନଜର ଲାଗି ଝଡ଼ିଗଲାଣି। ଆଉ କ'ଣ କରିବା, ଜିମ୍ ଯିବା, ଅଲଗା ପ୍ରକାର ମାଡ଼ ହବ। ଚାଲ ଜିମ୍ ଯିବା, ୱାର୍କଆଉଟ୍ ଟିକେ କରିବା, ତ ବଡ଼ିଟା ଟିକେ ଭଲ ଲାଗିବ। ଏବେ ୱାର୍କଆଉଟ୍ ହେଉନି, ମାନ୍ଦାଳିଆ ବଡ଼ି ଲାଗୁଛି।
हम चले जिम, जिम जाके वीडियो दिखाते घरे आम मरामरी स्टार्ट हो गले आमर मझिया भाई आम झगड़ा जिम गला सब मरामरी कना कमी सब नारद नारद କିଛି ଜାଣିନି ଏଇ ହେଲା ଅସଲ ଝଗଡ଼ାର ଇଏ ନାଟର କବଦ ନେଇ ଏଇ ବୋଉ ଝଗଡ଼ାଟା କୋଉଠୁ ଆରମ୍ଭ ହେଲା? ଝଗଡ଼ାଟା କୋଉଠୁ ଆରମ୍ଭ ହେଲା? ଝଗଡ଼ା ଯାତ୍ରାରୁ ହାଁ ଯାତ୍ରାରୁ କୋଉ ଯାତ୍ରା? ହାଁ ଏଇ ଯୋଉ ଇଏ ବା କୋଉ ଯାତ୍ରା କହୁନୁ? ଆରେ କହୁନୁ କଣ ଖାଲି ବୋଉ ଖାଲି ହାତ ଦେଖେଇ ଦଉଛି ନା କାହିଁ ରାଗୁଛ? ହାତ ବୋଲେ ନଉଥିଲୁ ଫୁଲ ଦାନି ପଡ଼ିଗଲା କେହି ଜାଣିନଥିଲେ ବୋଉର ବୋଉ ନହେଲେ ଘର ଚାଲିଲା ମାନେ କେରେ କେରେ ଇଏ ହେଲା ଆମ ଛାତ ଆମ ବାରି ଏଇଟା ଆମ ବାରି ଦେଖିପାରୁଛ ଆମ ଛୋଟ ବାରି ଏ ଫୁଲ ଗୁଣ୍ଡ ବନାଉଛି ଫୁଲ ଲାଗିବ ସବୁ ଇଏ ଆମର ଭିଲେଜ ଆମ ଗାଁ ଦେଖିପାରୁଥିବେ ଗାଁର ଆମ ଗାଁ ସବୁଠୁ ବଢ଼ିଆ ବୋଉ ଆମ ବୋଉ ଗଛ ଲଗାଉଛନ୍ତି ଦେଖିପାରୁଥିବେ ଲାଗିବ ମୁଁ ଚାଲିଯିବି ହେଲା ଟାଟା ମୁଁ ଆଣି ତୋର କରିଦେଲି ଯାଉଛି କାହିଁକିନା ମୁଁ ଜିମ୍ରୁ ଆସିଗଲି କାହିଁକିନା ଜିମ୍ରେ ଭିଡ଼ିଓ କରିପାରିଲି କାରଣ ସେଠି ବହୁତ ସାଉଣ୍ଡ ହେଉଥିଲା ସାଉଣ୍ଡ ବାଜିବ ମାନେ ଜାଣିଥିବ ତ ସାଉଣ୍ଡ ଯେଉଁ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ଯେଉଁ ସାଉଣ୍ଡ ଆସିବ ମାନେ କପିରାଇଟ୍ ଷ୍ଟ୍ରାଇକ୍ ବାଜିବ ସେଥିପାଇଁ ମୁଁ ଭିଡ଼ିଓ କଲିନି ତ ଜିମ୍ରୁ ଆସି ଦେଖିପାରୁଥିବେ ସୋୟାବିନ ସିଝା ଖାଇଦେଲେ ଟିକେ ପ୍ରୋଟିନ୍ ଆସିଯିବ ଆଉ କ'ଣ କରିବା ଏଇ ତ ଆମର ଜୀବନ ଆଉ ଯାହା ଥିବ ତାକୁ ଖାଇବାକୁ ପଡ଼ିବ ତ ଆଜିର ବ୍ଲଗ୍ଟା କିଛି ଏମିତି ଥିଲା ତ ଯଦି ବ୍ଲଗ୍ଟା ଭଲ ଲାଗୁଥିବ ସେଇ ଖୁସିରେ ଗୋଟେ ଲାଇକ୍ କରିଦେବେ ଆଉ ସବସ୍କ୍ରାଇବ୍ କରିଦେବେ ତ ଆଜିର ବ୍ଲଗ୍ଟାକୁ ମୁଁ ଏଇଠି କରୁଛି ରହୁଛି ଜୟ ଜଗନ୍ନାଥ।